ମୁଁ ଆଜି ମାର୍କେଟ ଯାଇଥିଲି କିନ୍ତୁ ପନିପରିବା ବହୁତ ଶସ୍ତା ହେଇଯାଇଥିଲା। ହାଟକୁ ଗଲି ପରିବା ପାଇଁ କିନ୍ତୁ ଗ୍ରୀନ୍ ମଟର ବହୁତ ଶସ୍ତା ହେଇଯାଇଥିଲା ବୋଲି ମୁଁ 2 କିଲୋ ଆଣିଥିଲି। କିଲୋ 20 ଟଙ୍କା ଲେଖା ଥିଲା। ଆଣିକି ତ ଭଲସେ ଛଡ଼ାଛଡ଼ି କରିଦେଲି। ଅଦା, ରସୁଣ, ଟମାଟୋ, କଞ୍ଚା ଲଙ୍କା ଆଉ ପିଆଜ ଦେଇକି ତାକୁ ଫ୍ରାଏ କରିବି। ଗ୍ରୀନ୍ ମଟର, ଆଳୁ ଭଲସେ ଧୋଇଦେଲି ଛଡ଼େଇକିରି ତାକୁ ବର୍ତ୍ତମାନ ପାଇଁ ତେଲରେ ପକାଇ ଭାଜିବି। ଟିକେ ହାଲକା ଭାଜି ହେଇଗଲା ପରେ ତାକୁ କାଢ଼ିଦେବ ଗୋଟେ ପ୍ଲେଟ୍କୁ। ତା ଉପରେ ଟିକେ ତେଲ ଦେଇ ମସଲା ତା ଉପରେ ପକାଇଦେବ। ଟିକେ ପଞ୍ଚଫୁଟଣ ପକାଇଦେଲି, ପିଆଜ ପକାଇଦେଲି। ପିଆଜ ଟିକେ ହାଲକା ଭାଜି ହେଇଗଲା ପରେ ଯେଉଁ ମସଲା ଆପଣମାନେ ଗ୍ରାଇଣ୍ଡିଙ୍ଗ କରି ରଖିଥିବେ ତାକୁ ତା ଦେହରେ ପକାଇକି ଭଲସେ ପେଷ୍ଟ କରିଦେବେ। ମୁଁ ତ ବହୁତ କମ୍ ମସଲା ପକାଏ। ଆଉ ଆପଣ ଯେଉଁ ଗ୍ରୀନ୍ ମଟର ଆଳୁ ଭାଜିଥିବେ ତାକୁ ତା ଦେହରେ ପକାଇ ଫ୍ରାଏ କରିଦେବେ। ରୁଟି ସାଥିରେ ଖାଇବେ, ବହୁତ ବଢ଼ିଆ ଲାଗିବ। କେତେ ସୁନ୍ଦର ଭାବରେ ଫ୍ରାଏ ହେଇଗଲା, ବହୁତ ଟେଷ୍ଟ ଲାଗୁଥିଲା ଖାଇବା ପାଇଁ। ଆପଣମାନେ ବି ଗ୍ରୀନ୍ ମଟରରେ କରନ୍ତୁ ଥରେ, ବହୁତ ବଢ଼ିଆ ଲାଗିବ। ମୁଁ ବର୍ତ୍ତମାନ ବି ଖାଇବା ପାଇଁ ବସିଗଲି। ଆସନ୍ତୁ ଯେଉଁମାନେ ଖାଇବେ। ମୋ ଝିଅର ମୋର ବର୍ତ୍ତମାନ ପାଇଁ ବସିଗଲୁ ଖାଇବା ପାଇଁ ରୁଟି କି ଗ୍ରୀନ୍ ମଟର କଷା। ବହୁତ ଟେଷ୍ଟ ଲାଗୁଥିଲା। ଆପଣମାନେ ଥରେ ଗ୍ରୀନ୍ ମଟରରେ କଷା ରୁଟି ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ।